ଆପଣମାନେ ଜାଣିଛନ୍ତି ଭଦ୍ରକ ଜିଲ୍ଲାରେ ଏଥର ଯେଉଁ ମ୍ୟାଟ୍ରିକ୍ ପରୀକ୍ଷା ଫଳ ବାହାରିଥିଲା ସେଥିରେ ପିଲାମାନେ ବହୁତ ଭଲ ରେଜଲ୍ଟ କରିଛନ୍ତି। ଜିଲ୍ଲା ପ୍ରଶାସନ ସବୁବେଳେ ଏମିତି ପିଲାମାନଙ୍କୁ ସମ୍ବୋଧିତ କରେ, କିନ୍ତୁ ଆଜି ବହୁତ ଖୁସିର କଥା ସଂଗ୍ରାମୀ ମାୟାଧର ଦାସ ସ୍ମୃତି କମିଟି ତରଫରୁ ତାଙ୍କର ସୁପୁତ୍ର ବଂଶୀଧର ଦାସ ମହୋଦୟଙ୍କର କମିଟି ତରଫରୁ ତାଙ୍କର ଉଦ୍ୟମରୁ ଆମେ 2 ଜଣ ପିଲାଙ୍କୁ ଭଦ୍ରକର ଯେଉଁ 2 ଜଣ ଉଦୀୟମାନ ପିଲାଙ୍କୁ ଆମେ ସମ୍ବୋଧିତ କରିବା ପାଇଁ ସୁଯୋଗ ମିଳିଲା। ମୋତେ ଆଜି ମୁଖ୍ୟ ଅତିଥି ହିସାବରେ ସେମାନେ ଡାକିଲେ, ଏମାନଙ୍କ ହାତରେ ମୋ ହାତରେ ତାଙ୍କୁ ସମ୍ବୋଧିତ କରିବାର ଯେଉଁ ଆଜି ପରମ୍ପରା ସୃଷ୍ଟି କରିଛନ୍ତି ବହୁତ ଭଲ କଥା। 2 ଜଣ ପିଲା ଆମର ଅଂଶୁମାନ ସାମଲ ଏବଂ ଦିବ୍ୟଜ୍ୟୋତି ଦାସ। ଅଂଶୁମାନ ସାମଲ ଆମର BM ବାଗୁରେଇର ପିଲା ଆଉ ମଞ୍ଜୁଳା ମଞ୍ଜୁରୀ ସରସ୍ୱତୀ ଶିଶୁ ମନ୍ଦିର ପିଲା ଆମର ଦିବ୍ୟଜ୍ୟୋତି ଦାସ। 2 ଜଣ ଯାକ A1 ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ଭଦ୍ରକ ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି। ଆଉ ମୁଁ ମଧ୍ୟ ବହୁତ ଖୁସି ଯେ ଏହିପରି ସଂଗ୍ରାମୀ ମାୟାଧର ଦାସଙ୍କର ସ୍ମୃତି କମିଟି ସବୁବେଳେ ଏମିତି ପିଲାମାନଙ୍କୁ ଯେଉଁ ପିଲାମାନଙ୍କର ପ୍ରତିଭା ଅଛି ସେମାନଙ୍କୁ ସାମ୍ନାକୁ ଆଣନ୍ତି ଏବଂ ସେମାନଙ୍କୁ ସମ୍ବୋଧିତ କରିବାର ଯେଉଁ ପ୍ରୟାସ କରିଛନ୍ତି ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି। ଧନ୍ୟବାଦ।